ରାମ ନାରାୟଣ ରାମ। ଗୁପ୍ତ ରାଜ୍ୟରେ ଗୁପ୍ତ ରୂପରେ ରହିବା ହିଁ ଆମର ଧର୍ମ। କେତେବେଳେ ବୀର୍ଯ୍ୟପାତ ହୋଇଥିଲେ ମଧ୍ୟ ଆମେ ଶେଷ ହୋଇନାହୁଁ। ଏହିସବୁ କାହିଁକି କୁହାଯାଉଛି? ବୀର୍ଯ୍ୟପାତର ଇଚ୍ଛା, ଅଳ୍ପ ସନ୍ତୁଷ୍ଟିର ଆଶା ଆମ ରୂପକୁ କିପରି ଭୟାନକ କରିଦେଇଥାଏ। ଫ୍ୟାକ୍ଟୋରିଆଲ। ଏହା ତ ବିଶାଳ ସମୁଦ୍ରରେ ଏକ ବିନ୍ଦୁ ପାଣି ଭଳି ଅଟେ। ପୃଥିବୀ ଭଳି ଏକ କଣିକା ଆମ ଭିତରେ ଅଛି। ଏକ କଣିକା ମଧ୍ୟ ଅନେକ ଅଦ୍ଭୁତ କାର୍ଯ୍ୟ କରିପାରେ। ଏକ କଣିକାର ଆଶା ପାଇଁ କେତେ ଦୂର ଯିବାଯାଏ। ଫ୍ୟାକ୍ଟୋରିଆଲ। ଯଦି ପୃଥିବୀର ସମସ୍ତ କଣିକା ଫୁଲିଯାଏ, ଏକ କଣିକାର ମୁକ୍ତି ହୋଇଥାଏ, ତେବେ ସେହି ଅସଂଖ୍ୟ କଣିକା ଏକାଠି ହେଲେ କେଉଁ ଶକ୍ତି ତାହା ସହନ କରିପାରିବ? ଯଦି ସେହି ମହାବୀର୍ଯ୍ୟପାତର ଧାରା ସହସ୍ରାର ମଧ୍ୟରେ ବହିବା ଲାଗିବ, ଯାହା ପାଇଁ ଏହି ଶୂନ୍ୟ ନିର୍ମାଣ ହୋଇଛି, ତେବେ ଏଠିର ଖୁସି ଦାଦର ଖୁଜୁଳି ଭଳି ଅଟେ। ରାତିରେ ଖାଇବା ପରେ ଆରାମରେ ବସିଲେ ଦାଦ ଖୁଜୁଳି ଆରମ୍ଭ ହେବ। ଖୁଜୁଳି କରିବା କରିବା ରକ୍ତ ଘାଉ ହେବ ଏବଂ ସେଥିରେ ଏକ ସନ୍ତୋଷ ମିଳିବ। କିନ୍ତୁ ଯେତେବେଳେ ତାହା ଉପରେ ଘାମ ପଡ଼ିବ, ଯାହାରେ ନମକ ମିଶିଥାଏ, ତେବେ ଅସହ୍ୟ ହେବ। ଥୋଡ଼ା ବୀର୍ଯ୍ୟପାତ ହେଲେ ପୁଣି ଦୁଃଖ ଆରମ୍ଭ ହୋଇଯାଏ। ଏହାର କୌଣସି ଅନ୍ତ ନାହିଁ। ଯେ ସଙ୍ଗମସ୍ଥଳ ଦିଗରେ ଆମେ ଯାଉଛୁ, ସେହି ହେଉଛି ପ୍ରକୃତି ପୁରୁଷର ସଂଯୋଗ, ଶବଶକ୍ତିର ମିଳନ। ସେ ସଙ୍ଗମ ଅବସ୍ଥାରେ ଦେଖନ୍ତୁ, ତୁମ୍ଭର ଭିତରେ ଏତେ ସୂର୍ଯ୍ୟ ପୃଥିବୀ ଭଳି ପ୍ରଜ୍ୱଳିତ ଅବସ୍ଥାରେ ଅଛନ୍ତି। ଏହା ଶାଶ୍ୱତ ଅବସ୍ଥା, ମହାନିର୍ବାଣର ଅବସ୍ଥା, ଚିଦାନନ୍ଦ ବ୍ରହ୍ମାନନ୍ଦର ଅବସ୍ଥା। ଯେତେବେଳେ ତୁମ୍ଭର ସୁର ଏହି ଦିବ୍ୟ ସୁରରେ ମିଶିଯିବ, ସମାଧିର ସୁର ତୁମ୍ଭର ଭିତରେ ବହିବା ଲାଗିବ, ତେବେ ଦେଖନ୍ତୁ, ପ୍ରତ୍ୟେକ କଣିକା ନିଜର ଅସ୍ତିତ୍ୱରୁ ତାହାର ସତ୍ୟ କହୁଛି। ତୁମେ ସର୍ବଦର୍ଶୀ ହେବ। ମନ୍ତ୍ରର ଧ୍ୱନି ମଧ୍ୟ ଆଲୋକ ପ୍ରକାଶ କରିଥାଏ। ଠିକ୍ ତାହାପରି ମାଚିସର କାଠି କିମ୍ବା ବାରୁଦ ଦେଖି ଲାଗେ ନାହିଁ ଯେ ସେମାନେ ଜଳିପାରିବ, କିନ୍ତୁ ଯେତେବେଳେ ତାହା ଘଷିତ ହୁଏ, ସେତେବେଳେ ସେଗୁଡ଼ିକ ଜଳିଉଠେ। ଫ୍ୟାକ୍ଟୋରିଆଲ। ରାମ ନାରାୟଣ ରାମ।